ବର୍ତ୍ତମାନ ମୋର ଆଲୋଚନା ଆଧୁନିକ ଓଡ଼ିଆ କବିତା ଉପରେ। କବି ହେଉଛନ୍ତି ଭାନୁଜୀ ରାଓ ଓ ତାଙ୍କ ରଚିତ କୋଣାର୍କ କବିତା। ତେବେ କୋଣାର୍କ କବିତାର ଲିଖିତ ଆଲୋଚନା କରିବା ପୂର୍ବରୁ ପ୍ରଥମେ ମୂଳ ପାଠ କରୁଅଛି। କୋଣାର୍କ କବି ଭାନୁଜୀ ରାଓ। ଆମେ ସବୁ ସହରର ଲୋକ ବାହାରିଛୁ ଦେଖିବାକୁ କୋଣାର୍କ। ହଠାତ୍ ମଟର ଧରି ଲାଲି ଧୂଳି ଉଡ଼ାଇ ଉଡ଼ାଇ ମୁହଁରେ ଚୁରୁଟ କାନ୍ଧରେ ଝୁଲାଇ ରୋଲି ଆମେ ସବୁ ପାଖାପାଖି ଜକାଜକି ପଞ୍ଜାବୀ ଓ ଚୋଲି। ଆମେ ସବୁ ଭଦ୍ରଲୋକ ଚିକ୍ ଚିକ୍ ସୁନାର ବୋତାମ ତାସ୍ ଆଉ ଗ୍ରାମୋଫୋନ୍ ବୋତଲରେ ରାମ୍। ସହର ସୀମାରୁ ଦୂର ନିଛାଟିଆ ଏକୁଟିଆ ଗ୍ରାମ ଜାଣେ ନାହିଁ କ'ଣ ତା'ର ନାମ। ସେଇଠି ରହିଲୁ ଆମେ ପଇଡ଼ର ତୃଷ୍ଣା ଲାଗେ ଭାରି କିଏ ଏ କିଶୋରୀ ଶାନ୍ତ ତା'ର ଦୁଇ ଆଖି ଗାଈ ଆଖି ପରି। ଚୁପଚାପ ବସିଛି ମୁଁ ମଗ୍ନ ମୋର ଚେତା ସଙ୍ଗିନୀ ଦେଖାଇ ଦେଲେ ବାଉଁଶ ବୁଦା ଅଗରେ କପ୍ତା। କେଉଁଠି ବା ଧାନର ଅରଣ୍ୟ ଝାଉଁ ଆଉ ବାଦାମର ବଣ କାହାର ପିଣ୍ଡାରେ ଲାଉ। ଏସବୁ ଦେଖିଲୁ ଆମେ ଦିନ ଥାଉ ଥାଉ। ତା'ପରେ ଆସିଲା ରାତି। ପୋଲାଙ୍ଗ ଗଛର ପତ୍ର ଚିକ୍‌ମିକ୍ ଜହ୍ନ ଆସେ ଉଇଁ ବିସ୍ତୀର୍ଣ୍ଣ ଘାସର ଚଟେଇ ଯାଦୁକର ମେଘ ଆଣେ କେଡ଼େ ସାନ କେତେ ବଡ଼ ଛାଇ। ଏସବୁ ଦେଖିଲୁ ଆମେ ଧୂଳି ଆଉ ଚୁରୁଟ ଧୂଆଁରେ। ତୁମେ କେବେ କୋଣାର୍କ ଦେଖିଛ? ନାଲି ଓଠ ଝିଅଟି ପଚାରେ। ଅଳସ କନ୍ୟାର ଛାତି ସତେ କ'ଣ ପଥରରେ ଗଢ଼ା? ଦାନ୍ତ ଚିପି ହସିଲା ସେ ତା' ହସର ଦାମ୍ ଭାରି ଚଢ଼ା। ତା'ପରେ ଅନେକ ଝାଉଁ ଡେଇଁ ଡେଇଁ ବାଲିର ଚକଡ଼ା ଟପି ଟାପି ଗୋପ ନିମାପଡ଼ା। ଭାବୁଛି କେଡ଼ିକି ବଡ଼ କୋଣାର୍କର ହାତୀ ଆଉ ଘୋଡ଼ା। ଏଇଠି ରହିଲା ଗାଡ଼ି ବାଲି ଭାଙ୍ଗି ଠେଲି ଠେଲି ପାଦ। ପହଞ୍ଚିଲୁ ଆମେ ସବୁ ଦୂରୁ ଶୁଭେ ସମୁଦ୍ରର ନାଦ। କୁକୁଡ଼ାର ହାଡ଼ ନେଇ କୁକୁରଟା ଚୋବାଉଛି ଖାଲି ଅଣ୍ଡାର ଖୋଳପା ଆଉ ମାଛ କଣ୍ଟା ଚାରିପଟେ ବାଲି। ଏଠି ଅଛି ଡାକବଙ୍ଗଳା ଟଣା ପଙ୍ଖା ଆରାମ ଚଉକି। ନିଶ୍ଚିନ୍ତ ନିଦର ମଜା ଏ କିଛି ନୁହେଁ ତ ସଉକି। ଶୋଇ ଶୋଇ ଭାବୁଛି ମୁଁ ଭୁଲିଯିବି ଆଗ ଆଉ ପଛ। ପଚାରିଲା ଅଳ୍ପ ହସି ଆଖି ଟେକି ଭ୍ରୁଲତା ନଚାଇ ସେ ଝିଅଟି ମୋତେ ପୁଣି ତୁମେ କ'ଣ କୋଣାର୍କ ଦେଖିଛ? ଭ୍ରାମଣିକ ଆନନ୍ଦପ୍ରିୟତାର କବିତା କୋଣାର୍କ। ମଣିଷ ବୁଲାପ୍ରିୟ ଜୀବ। ମଣିଷର ସମଗ୍ର ଜୀବନ ହେଉଛି ସମୟ ଗତିର ଭ୍ରମଣ। ମଣିଷ ବସିକି ବୁଲିକି ଭ୍ରମଣ କରେ। ବିନା ଭ୍ରମଣରେ ମଣିଷର ଜୀବନ ନାହିଁ। ଦର୍ଶନୀୟ ସ୍ଥାନ ବୁଲିବାକୁ ମଣିଷ ବେଶୀ ଭଲ ପାଏ। ପ୍ରାକୃତିକ ଐତିହାସିକ ସ୍ମୃତି ରୋମନ୍ଥିତ ସ୍ଥାନକୁ ମଣିଷ ଭ୍ରମଣକାରୀଟିଏ ହୋଇ ବୁଲିଥାଏ। କବି ଭାନୁଜୀ ରାଓଙ୍କ ଦ୍ୱାରା ରଚିତ କୋଣାର୍କ କବିତା ସେହି ମାନସିକ ଭ୍ରମଣ ପ୍ରିୟ ମନୋଭାବିତ କବିତା। କବି ଭାନୁଜୀ ବନ୍ଧୁ ପରିଜନ ମେଳରେ ଥାଇ ସାଙ୍ଗସାଥୀ ଗହଣରେ ରହି କୋଣାର୍କକୁ ବୁଲିବାକୁ ଯାଇଛନ୍ତି। କୋଣାର୍କର ସୂର୍ଯ୍ୟ ମନ୍ଦିର ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅପର ଅନ୍ୟତମ ଐତିହ୍ୟପୂର୍ଣ୍ଣ କୀର୍ତ୍ତି। ଐତିହାସିକ ସ୍ମୃତିଚିହ୍ନିତ ସ୍ତମ୍ଭ ବା ହିଷ୍ଟୋରିକାଲ ମନୁମେଣ୍ଟ। କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ନେଇକି ଯଥାକ୍ରମେ ରୋମାଣ୍ଟିକ କବି ଡକ୍ଟର ମାୟାଧର ମାନସିଂହ ପଦ୍ମଶ୍ରୀ ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟ ଦୁଇଜଣ କବି ଏହା ପୂର୍ବରୁ ନିଜ ନିଜ ସ୍ୱକୀୟ କବି ଚିନ୍ତାଧାରାର ରମଣୀୟ ମନୋରମ କବିତାମାନ ଲେଖି ସାରିଛନ୍ତି। ମାନସିଂହ କୋଣାର୍କର ରୂପ ବିଭାରେ ଆତୁର କଳ୍ପନା ବିଳାସର ଅପୂର୍ବ ପରିଚୟ ଦେଇ ଥିବାବେଳେ ସଚ୍ଚି ରାଉତରାୟ ରମ୍ୟ କଳାର ଲୀଳା କହିଛନ୍ତି। ହେଲେ ସାମ୍ୟବାଦୀ ଚିନ୍ତାଧାରାରେ ଥାଇ ସୂର୍ଯ୍ୟ ମନ୍ଦିରକୁ ତିଆରି କରିଥିବା 1200 ବଢ଼େଇର ଶିଳ୍ପୀକୁଳର ବନ୍ଦନାରେ ବିଭୋର ଥାଇ କହିଛନ୍ତି ରମ୍ୟ କଳାର ଲୀଳା କିଛି ତ କହିନି ମଣିଷର କଥା କହିବାର ଯାହା ଥିଲା। ହେଲେ ରୋମାଣ୍ଟିକ ମନନଶୀଳତାରେ ରହି କବି ଭାନୁଜୀ ରାଓ ଭକ୍ତ କବି ମଧୁସୂଦନ ରାଓଙ୍କର ନାତି ଦର୍ଶନୀୟ ସ୍ଥାନ ଐତିହ୍ୟସ୍ଥଳ ପୃଥିବୀର ସପ୍ତାଶ୍ଚର୍ଯ୍ୟ ଅର୍କକ୍ଷେତ୍ର କୋଣାର୍କକୁ ଆମୋଦପ୍ରିୟ ମନୋଭାବ ବ୍ୟକ୍ତ କରିଛନ୍ତି।
ସୂର୍ଯ୍ୟ ମନ୍ଦିର ଦେଖିବାର ଯୋଗ୍ୟ। ତେଣୁ ଭାନୁଜୀ ସାଙ୍ଗ ମେଳରେ ଦେଖିଛନ୍ତି। ବୁଲିବାର ସୁଖ ଐଶ୍ୱର୍ଯ୍ୟ ଭାବ କବିତାରେ ଅଭିବ୍ୟକ୍ତ ହୋଇଅଛି। ଭାନୁଜୀ ରାଓ ତାଙ୍କ ରଚିତ କୋଣାର୍କ କବିତାରେ କହୁଛନ୍ତି, ସେମାନେ ସହର ବାସିନ୍ଦା ଭ୍ରମଣ ପ୍ରିୟକାରୀ କିଛି ପରିବ୍ରାଜକ ଦଳ ମଟର ଯାନରେ ଏକତ୍ର ବସିକି କୋଣାର୍କ ବୁଲି ବାହାରିଛନ୍ତି। ସୂର୍ଯ୍ୟ ମନ୍ଦିର ଦେଖିବେ। ମଟର ଗତିରେ କଚ୍ଚା ମାଟି ସଡ଼କ ରାସ୍ତାରୁ ଧୂଳି ବାହାରି ବାୟୁମଣ୍ଡଳରେ ଉଡ଼ିଛି। ସେ ଧୂଳି ଥିଲା ଲାଲି ଧୂଳି। ଜୀବନକୁ ରଙ୍ଗୀନ ମଧୁର କରିବାକୁ ଉପଭୋକ୍ତ ହେବାର ପ୍ରତୀତି। ନାରୀ ପୁରୁଷ ହୋଇ କିଛି ଲୋକ ଧୂମପାନକାରୀ ପ୍ରସାଧନ ପ୍ରେୟସୀ ଲଗାଲଗି ହୋଇ ଜାକିଜୁକି ବସିଛନ୍ତି। ଯେହେତୁ ବେଶୀ ସଂଖ୍ୟକ ଦର୍ଶକ ଦ୍ରଷ୍ଟା ହୋଇଥିବା କାରଣରୁ ଭାନୁଜୀ ଫଟୋରେ ମୁଁ ଦେଖିଛି ସିଲ୍କ ପଞ୍ଜାବୀ ପିନ୍ଧିଥାନ୍ତି। କବିତାରେ ବି ସେହି ପଞ୍ଜାବୀ ଦେହରେ ପରିହିତ ହୋଇଅଛି। ଏମାନେ ସମସ୍ତେ ବାବୁଭାୟା ଭଦ୍ରଲୋକ, ଅସାମାଜିକ ନୁହନ୍ତି ବୋଲି ଜଣାଇ ଦେଇଛନ୍ତି। ପଞ୍ଜାବୀରେ ଚିକ୍ ଚିକ୍ କରୁଥିବା ସୁନାର ବୋତାମ ଲାଗିଛି ମାନେ ସମ୍ଭ୍ରାନ୍ତ ଶ୍ରେଣୀୟ ଧନିକ ସମ୍ପ୍ରଦାୟର ଦାୟାଦ। ସାଥିରେ ତାସ ଗ୍ରାମୋଫୋନ, ମଦ ବି ଯାଇଛି। ତାସ ଖେଳିବେ, ଗୀତ ସଙ୍ଗୀତ ଶୁଣିବେ, ମଦ ଭଳି ପାନୀୟ ପିଇବେ, ନହେଲେ ଜୀବନରେ ଆମୋଦ ବା ମଜା ଆସିବ ନାହିଁ। ସହର ସୀମାରୁ ବାହାରି ଯାଇ କୌଣସି ଗ୍ରାମାଞ୍ଚଳ ଇଲାକାରେ ଯାଇ ସେମାନଙ୍କର ମଟର ଗାଡ଼ି ପହଞ୍ଚି ସାରିଥିଲା। ତେବେ ଜାଗା ସହିତ ଅଭ୍ୟସ୍ତ ପରିଚିତ ନଥିବାରୁ କବିତାର ନାମ ଜାଣି ନଥିଲେ କି ସେ କୋଉ ଗାଁ ବୋଲି। ପରିଚୟରେ ଚିହ୍ନା ଜଣା ଥାଏ, ଅପରିଚିତରେ ଅଜଣା ଅଜ୍ଞତା ଥାଏ। ସେହି ଅପରିଚିତ କୌଣସି ଗାଁରେ ରହିଥିଲେ ପଇଡ଼ ପିଇବା ଲାଗି। ପଇଡ଼ ପିଇବାରେ ମଜା ଅଛି। ଅଜା ମଧୁରାଓ କହିଛନ୍ତି ପରା, ବିଲୁଆ ବଡ଼ ଚତୁର, ପଇଡ଼ ବଡ଼ ମଧୁର। ତେଣୁ ନାତି ଟୋକା ପଇଡ଼ ପିଇବନି କେମିତି? ଅଲବତ୍ ପିଇବ, ନହେଲେ ଅଜାଙ୍କୁ ମନେ ପକାଇ ପାରିବ ନାହିଁ। ଭାନୁଜୀ ଅବିବାହିତ ବା ଚିରକୁମାର ଥିଲେ। କଟକ ସହରର ଖଟବିନ୍ ସାହିରେ ରହୁଥିଲେ। ତେଣୁ ଯୁବତୀ ତରୁଣୀ ପଇଡ଼ବାଲୀ କିଶୋରୀକୁ ବୋଧେ ଦେଖି କହିଛନ୍ତି, କିଶୋରୀ ଝିଅଟିର ଆଖି ଦେଖିବାକୁ ଗାଈ ଆଖି ଭଳିଆ ସରଳ, ନିରୀହା, ଶାନ୍ତ ଦିଶୁଥିଲା କବିଙ୍କ ଆଖିକୁ। ଗାଁ ଝିଅ ପରା, କୁଟିଳ ଜଟିଳ, ସହରୀ ଝିଅ ଭଳି କ୍ରୂରା ଆଧୁନିକା ହୋଇପାରି ନଥିଲା। କବି କୋଣାର୍କ ଦେଖିବାର ନିଶାରେ ମଟର ଗାଡ଼ିରେ ନୀରବ ଚୁପଚାପ ବସିଥିବା ବେଳେ ତାଙ୍କ ମିତଣୀ ସଙ୍ଗିନୀ ବାଉଁଶ ବୁଦାରେ ବସିଥିବା କପୋତ ପକ୍ଷୀକୁ ଦେଖାଇ ଦେଇଛନ୍ତି। ମାନେ ସାଙ୍ଗ ତ ଅଛ, ଆଳାପ କରୁନ, କଥାବାର୍ତ୍ତା ନକରି ଚୁପ୍ ବସିଛ କାହିଁକି? ରାସ୍ତାର ଦୃଶ୍ୟରେ ଧାନ ଚାଷର ଜମି ଜଙ୍ଗଲ, ଝାଉଁଗଛ, ବାଦାମ ଚାଷର ବଣ ମାନେ ଚିନାବାଦାମ ତ ନୁହେଁ ବୋଧେ କାଜୁବାଦାମ ବଣ ଦିଶିଛି କବି ଆଖିକୁ। କାରଣ ଚିନାବାଦାମ ଜମି ଭିତରେ ମାଟି ଭିତରେ ହୁଏ। କାଜୁବାଦାମ ଭୂମି ଠିଆ ଗଛରେ ହୋଇଥାଏ। ଗାଁ ଦାଣ୍ଡ ପିଣ୍ଡାର ଚାଳ ମଥାନରେ ଲାଉ କଖାରୁ ଲତା ଗଛର ଦୃଶ୍ୟ ଦିନ ଥାଉ ଥାଉ କବି ଦେଖିଛନ୍ତି। ପେଟପାଟଣାର ଖାଦ୍ୟ ଚିନ୍ତା, କାରଣ ଅନ୍ନ ଚିନ୍ତା ଚମତ୍କାର। ରାତି ହୋଇଛି। ଫେରିବା ବେଳେ ଚନ୍ଦ୍ର କିରଣରେ ପୋଲାଙ୍ଗ ଗଛର ପତ୍ରରେ ଜହ୍ନ ଆଲୁଅ ପଡ଼ି ପତ୍ରକୁ ଚିକ୍ମିକ୍ କରିଛି। ଘାସର ପଡ଼ିଆ ଦେଖିଛନ୍ତି, ଛାଇ ପଡ଼ିଛି ଚନ୍ଦ୍ରକିରଣରେ ସୃଷ୍ଟି ହୋଇ। କବିଙ୍କୁ ମୋହଗ୍ରସ୍ତ କରାଇ ଦେଇଛି ଚନ୍ଦ୍ରକିରଣର ଛାଇ। ମେଘ ତଳେ ଜହ୍ନ ସାମାନ୍ୟ, ଅଥଚ ଛାଇ ତାର କେତେ ବଡ଼ ବିରାଟ। କବି ଧୂମପାନକାରୀ, ସିଗାର ପିଉଛନ୍ତି। କବିଙ୍କର ଯୁବା ସାଙ୍ଗ ମିତଣୀ କବିଙ୍କୁ କହିଛି, ଓଠରେ ଲାଲି ଲିପଷ୍ଟିକ୍ ଲଗାଇକି ତୁମେ ସତରେ କ'ଣ କୋଣାର୍କକୁ ଦେଖିଛ? ଦେଖିଥିଲେ କୋଣାର୍କର ପଥର ଗଢ଼ା ନଗ୍ନ ନଟୀର ଉନ୍ନତ ବକ୍ଷଜ ଛାତିକୁ ମନେ ପକାନ୍ତ। ତୁମେ କବି, ଜଣେ ବେଦରଦୀ, କଠୋର ପଥର ନିଷ୍ଠୁର ମନା ମଣିଷ ବୋଲି ସାରା ଜୀବନ ଅଭିଆଡ଼ା ଅଛ। ଝିଅଟି ଦାନ୍ତ ଚିପି ଚିପି ଧୀରେ କବିଙ୍କୁ କହିଛି। ଆଉ ତାର ସେଇ ଦାନ୍ତଚିପା କଥା କବିଙ୍କୁ ପ୍ରଭାବିତ କରିଛି ବୋଲି କବି ତାର ମନ୍ତବ୍ୟକୁ ଦାମିକା, ମୂଲ୍ୟବାନ ଭାବିଛନ୍ତି। ମାନେ ବାହାହୁଅର ପ୍ରସ୍ତାବ ଥାଇପାରେ। କବିଙ୍କର ଚିରକୁମାର ରହିବାର ଦୋଷ ପ୍ରଦାନ। ଝାଉଁବଣ ପାରି ହୋଇ ବାଲିର ପ୍ରାନ୍ତର ଡେଇଁ କୋଣାର୍କ ନିକଟବର୍ତ୍ତୀ ସ୍ଥାନ ଗୋପ୍
ନିମାପଡ଼ା ନାମକ ସ୍ଥାନମାନ ପାରି ହୋଇଥିଲେ। କବି କୋଣାର୍କ ବିଷୟରେ ତାର ହାତୀ ଘୋଡ଼ାର ଶିଳ୍ପ ଚାତୁର୍ଯ୍ୟକୁ ମନେ ପକାଉଥିଲେ। ତାପରେ ଗାଡ଼ିରୁ ଓହ୍ଲାଇ ବାଲିବନ୍ତ ଇଲାକାରେ ପାଦରେ ଚାଲି ଚାଲି ବୋଧେ ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମି ଦେଖିବାକୁ ଯାଇଥିଲେ। ଅତି କଷ୍ଟରେ ବାଲିରେ ଚାଲିବା ସହଜ କଦାପି ନୁହେଁ। ପୂର୍ବରୁ ପରିବ୍ରାଜକ ଭ୍ରମଣକାରୀ ଦଳ ମାନେ କୁକୁଡ଼ା ମାଂସ, ଅଣ୍ଡା, ମାଛ ତରକାରୀ କେଉଁମାନେ ନେଇକି ଯାଇଥିଲେ ଖାଇବା ପାଇଁ। ବାଲିରେ ସେସବୁ ପଡ଼ିଥିବା ଦେଖିଛନ୍ତି କବି, ନହେଲେ କହି ନଥାନ୍ତେ କବିତାରେ। ପୂର୍ତ୍ତ ବିଭାଗର ବା PWD ଡାକବଙ୍ଗଳାରେ ବିଶ୍ରାମ ନେଇଥିଲେ, ଟଣା ପଙ୍ଖାର ପବନ ପାଇଥିଲେ ଏବଂ ଆରାମ ଚଉକିରେ ଗଡ଼ିଥିଲେ। କ୍ଳାନ୍ତି ମେଣ୍ଟାଇଥିଲେ, ଶୋଇ ବି ପଡ଼ିଥିଲେ ଆରାମରେ। ଶୋଇ ଶୋଇ କବି ଭାବୁଥିଲେ, ଗତସ୍ୟ ଚିନ୍ତା ଶୋଚନା ନାସ୍ତି। କାରଣ ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ବାହା ତ ହୋଇ ନାହାନ୍ତି, ଆଉ ନାରୀ ସଂସର୍ଗ ଚିନ୍ତା କରିବାରେ ଲାଭ କ'ଣ? ଖାଲି ଅଯଥା ମନ କଷ୍ଟ ହେବ ଯାହା। ଏଇ ଜଣେ ନାରୀ ତାଙ୍କୁ ପ୍ରେମ ଧୋକା କେବେ କେଉଁ ଅତୀତ ବିଗତ ସମୟରେ ଦେଇଥିଲା। ତେଣୁ ପୂର୍ବ ପର ସେଇ ନାରୀ ଚିନ୍ତା କାହିଁକି ଆଉ କରିବେ? ତଥାପି ପାଖରେ ଥିବା ଯୁବତୀ ଝିଅଟି ଅଳ୍ପ ହସିକି ଆଖି ମେଲିକି ଭୁରୁ ଡିଆଁଇକି କବିଙ୍କୁ ପଚାରିଅଛି, ତୁମେ ସତରେ କ'ଣ କୋଣାର୍କ ଦେଖିଛ, ନା ଖାଲି ଏମିତି ବୁଲିବାକୁ ଯାଇଥିଲ? ସତରେ ଯଦି ଦେଖିଥାନ୍ତ, ତେବେ ସେହି ସବୁ ନଗ୍ନ ନଟୀର ନଗ୍ନ ଛନ୍ଦ ଚାପଲ୍ୟ ତୁମ ମନରେ ନାରୀ ସଂସର୍ଗର ଶାରୀରିକ ଯୌନ ପିପାସାର ଚେତନା ମନକୁ ଆନ୍ଦୋଳିତ, ଶରୀରକୁ ଥରହର ହଲଚଲ କରାନ୍ତା। ରୋମାଣ୍ଟିକ ଭ୍ରମଣପ୍ରିୟତାର ମନନଶୀଳ କବିତା। କବି ଦିଲ୍ଲୀକା ଲଡ୍ଡୁ ଖାଇ ନାହାନ୍ତି, ମାନେ ବିବାହ କରି ନାହାନ୍ତି। ହେଲେ ନାରୀ ଉପଭୋଗ ନ କରିବାର ଅବଶୋଷ କବିତାରେ ବାରମ୍ବାର ନାରୀ ମିତଣୀର ସାନ୍ନିଧ୍ୟ ପାଇକି ନ ପାଇବାର ବ୍ୟସ୍ତତାରେ ମନକୁ ଆନ୍ଦୋଳିତ କରାଇଛନ୍ତି, ଚହଲାଇ ଦେଇଅଛନ୍ତି। ଆଧୁନିକ କବିତାର ଗଦ୍ୟଛନ୍ଦତା, ଦୁର୍ବୋଧ୍ୟତା, ବୌଦ୍ଧିକତା, ରମଣୀୟତା ସମ୍ମିଳିତ ହୋଇ କବିଙ୍କ ରଚିତ କବିତାଟିକୁ ଚମତ୍କୃତ କରିଅଛି ବୋଲି କୁହାଯିବ।